ଆଜି ମାଆଙ୍କୁ ପଚାରିଲି, "ମା କେଇଠି କୁହନା କାନକୁଳି ହେଇଛି, ଖାଇତେ ମନ ହଉଛି ଭାରି ଯିବା।" ଦେଇ ମା କହିଲେ, "ଲୋ ପଡ଼ିଆ ବାଟେ ଜବର ହେଇଛି।" ଦେଇକି ଯାଇ ପହଞ୍ଚିକି ମୁଁ କାନକୁଳି ଖାଇତେ ଲାଗି ପଡ଼ିଛି। ଦେଇ ମା କହୁଛନ୍ତି, "ଲୋ ଚୋଟ କାଟ ସନ୍ଧ୍ୟା ହେଲାଣି ଶୀଘ୍ର ପଳେଇବା।" ମୁଁ ତ ଖାଇତେ ଲାଗିଛି ହେଲା। ଦେଇକି କାତି ନେଇକି ବୁଦ୍ଧି କରିକି ଯାଇଥିନି। ରାସ୍ତାରେ ଯେତେବେଳେ କାତି ନେଇକି ଯାଉଥିଲି, ମା କହିଲେ, "ଲୋ କାତିରେ କାହିଁକି ନେଇକି ଯାଉଛୁ?" ମୁଁ କହିଲି, "ତମେ ଜାଣିନ କାନକୁଳି ତୋଳି ପାରିବିନି, ଫୁଡ଼ା ଖାଇମି ସେଠି।" ଦେଇକି କାଟି ଆଣିଲି ମେଞ୍ଚେ ହେଲା। ଦେଇକି ରାସ୍ତା ସାରା ଖାଇ ଖାଇ ଚାଲିଛି ହେଲା। ମା କହୁଛନ୍ତି, "ଲୋ ତୁ ତ ରାସ୍ତା ସାରା ଖାଇ ଖାଇ ଚାଲିଛୁ, ଘରକୁ ପହଞ୍ଚିଲା ବେଳକୁ କିଛି ଥିବ ନା?" ମୁଁ କହିଲି, "ହଁ ଥିବ। ଆଉ ପୁଣି ସେ ମୋ ପୁଅ ଉଠିନେ ପୁଣି ଖୋଜିବନି ନା? ଦେଖିବ ଯେତେବେଳେ ଡାଳ ପଡ଼ିଛି ସେ ଖୋଜିବ କେଠୁ ଆଣିଲୁ, କିଏ ଖାଇଲା, କେତେ କଥା କହି କାନ୍ଦିବ।" ଦେଇକି ପହଞ୍ଚିଲାକୁ ଘରେ ଜଗିକି ବସିଛି। ଦେଖିକି କାନକୁଳି ଖୁସି ହେଇଗଲା। ଦେଇକି ଆମେ କ'ଣ କଲୁ ନା ମା ପୁଅ ଖାଇତେ ଲାଗି ପଡ଼ିଛୁ ହେଲା। ସାଙ୍ଗମାନେ ଆମ ଆଡ଼େ ତ ଏଇ କୁଳିକୁ କାନକୁଳି କୁହନ୍ତି। ତମ ଆଡ଼େ କ'ଣ କୁହନ୍ତି ଟିକେ କମେଣ୍ଟ ବକ୍ସରେ କହିବେ। ଆଉ ଏଇ କୁଳିକା କାହାର ଫେଭରେଟ୍ ଟିକେ ମୋତେ କମେଣ୍ଟ ବକ୍ସରେ କହିବ ତ। ଆଉ ସାଙ୍ଗମାନେ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କର। ରହିଲି, ନମସ୍କାର, ଜୟ ଜଗନ୍ନାଥ।